ପିଲାମାନେ ତୁମକୁ ମୁଁ ଆଜି ଯେକୌଣସି ସଂଖ୍ୟାର ବର୍ଗ କେମିତି ସ୍ୱଳ୍ପ ସମୟ ନିର୍ଣ୍ଣୟ କରିପାରିବ ତାକୁ ମୁଁ ବୁଝାଉଛି। ଦେଖ ପିଲେ, ଗୋଟେ ଏକ୍ଜାମ୍ପଲ୍ ଏଠି ନେଇଛି 47ର ବର୍ଗ। ଦେଖ ଏଠି ଆମେ କ'ଣ କରୁଛେ ନା 47ର ବର୍ଗ ନିର୍ଣ୍ଣୟ କରିଲେ ଆମେ 47 ଗୁଣୁଛେ, ସେଇଟା ବହୁତ ଟାଇମ୍ ଟେକିଂ। ତ ଆମେ ଇଜିଲି କେମିତି କରିବା, ଦେଖ ଶୀଘ୍ର କରିବା। 7ର ବର୍ଗ କେତେ ହେଉଛି ପିଲେ? 49। 9 କ୍ୟାରି କଲା ଆମର କେତେ ନା 4। ତାପରେ କ'ଣ କରିବା ନା 4ରେ 7 ଗୁଣିବା 4 7 28। 28ରେ 2 ଗୁଣିଆ 28 ଦୁନେ 56, କ୍ୟାରି କରିଥିଲା 4 56 4 60। 0 କ୍ୟାରି କଲା କେତେ ନା 6। ତାପରେ କରିବା 4ର ବର୍ଗ 4 4 16, ଇଏ ହେଲା 6 16 6 22। ତାହେଲେ ଆନ୍ସର୍ ହେଲା କେତେ ନା 2209 ବା 2209। ଯଦି ନ ବୁଝିପାରୁଛ ଆଉ ଥରେ ଆଉ ଗୋଟେ ଏକ୍ଜାମ୍ପଲ୍ ଦେଖ। 64ର ବର୍ଗ ଦେଖ ସେମିତି 4ର ବର୍ଗ 4 4 16, 6 କ୍ୟାରି କଲା ଆମର କେତେ ନା 1। ସେମିତି 6 ଗୁଣନ 4 24, 24ରେ 2 ଗୁଣିଲେ 48, 48ରେ 1 ମିଶିଲା କେତେ ନା 49। 9 କ୍ୟାରି କଲା କେତେ ନା 4। 6ର ବର୍ଗ 636, ଏ 4 ହେଲା କେତେ ନା 40, 4096 ହେଲା ଆମର ଆନ୍ସର୍। ଦେଖ ଯେତେବେଳେ ଆମେ ଦୁଇଟିଆ ସଂଖ୍ୟା ପଳେଇଲା ତ ତିନିଟିକା ସଂଖ୍ୟା ଆମେ କରିବା, ସେତେବେଳେ ଆମେ କ'ଣ କରିବା ନା ତାକୁ ଆମେ ଭାଗ କରିଦେବା, 2 ଭାଗ କରିଦେବା। କେମିତି ନା 12 ଏପଟେ ରହିଲା, ଏପଟେ ରଖିଲେ ଆମେ 3। ତାହେଲେ ଆମେ ଫାଷ୍ଟ କ'ଣ କରିବା ନା ଦେଖ 3ର ବର୍ଗ, 3ର ବର୍ଗ ଏଠି କେତେ ହେଉଛି ଆମର 9, ଏଠି ଲେଖିଲେ 9, 3ର ବର୍ଗ 9। ତାପରେ କ'ଣ କରିବା ନା 12 3 36, 36 ଦୁନେ କେତେ ହେଉଛି ନା 72। 12 ଗୁଣନ 3 36, 36 ଦୁନେ 72। 2 କ୍ୟାରି କଲା କେତେ ନା 7। 12ର ବର୍ଗ ହେଲା 144, ଇଏ ହେଲା 7 151। 144ରେ 7 ମିଶିଲା 151। ତାହେଲେ ଆମେ ଆନ୍ସର୍ ପାଇଲେ କେତେ ନା 15129। ତିନିଟିକା ସଂଖ୍ୟା ଏମିତି କାଲକୁଲେଟ୍ କରିବ। ନା ଆଉ ଗୋଟେ ଏକ୍ଜାମ୍ପଲ୍ ଦେଖ 158 ବର୍ଗ ମଧ୍ୟ ଆମେ କାଟୁଛେ। 8ର ବର୍ଗ ସେମିତି କେତେ କାଢ଼ିବା ନା 8ର ବର୍ଗ ହେଉଛି 64। ଆମେ କ'ଣ କଲେ ନା 4 କ୍ୟାରି କଲା କେତେ ନା ଆମର 6। ସେମିତି 15 ଗୁଣନ 8 15ଟା ହେଲା 120, ଗୁଣନ 2 240ରେ 6 ମିଶିଲା 246। 6 କ୍ୟାରି କଲା କେତେ ନା 24। 15ର ବର୍ଗ କେତେ ନା 225ରେ 24 ମିଶିଲା କେତେ ହେଲା ନା 249। ତାହେଲେ ଆମେ ଆନ୍ସର୍ ପାଇଲେ କେତେ ନା 24964 ହେଲା ତୁମର ଆନ୍ସର୍। ତାପରେ ଦେଖ 1107, ଯେତେବେଳେ 4ଟିକା ସଂଖ୍ୟା ପଳେଇ ଆସୁଛି ଆମେ କ'ଣ କରିବା, ଏଠି 4ଟିକା ସଂଖ୍ୟାରେ ଆମେ ସେମିତିଆକୁ 2 ଭାଗରେ ବିଭକ୍ତ କରିବା। 11 ରହିଲା ଗୋଟିଏ ପଟରେ, ଆଉ ଗୋଟେ ରହିଲା 07 ରହିଲା ଗୋଟିଏ ପଟରେ, 2 ଭାଗରେ ଆମେ ବିଭକ୍ତ କଲେ। ଦେଖ 07 ବା 7ର ବର୍ଗ ଏଠି କେତେ ହେଉଛି ପିଲେ 49। ଆମେ ଏଠି ଲେଖିଲେ କେତେ 49, ଗୋଟେ ପାର୍ଟ ରହିଲା 49। ତାପରେ ଦେଖ 11 7, 11ରେ 7 ଗୁଣିଲେ 11 7 77, 77 ଦୁନେ କେତେ ହେଉଛି ନା 154। ଆକୁ ଗୋଟେ ପାର୍ଟ କଲେ ଆଉ ଗୋଟେ ପାର୍ଟ କଲେ 154, ଇଏ ଗୋଟେ ପାର୍ଟ ରହିଲା। ତାପରେ ଦେଖ 11 ବର୍ଗ କେତେ ନା 121, ତିନିଟା ପାର୍ଟ। ତିନିଟା ପାର୍ଟରେ ଆମେ କେମିତି କରିବା, ଦେଖ ସବୁ ଦୁଇଟା କରିବା। ବର୍ତ୍ତମାନ ଏଇଟା କେତେ ରହୁଛି ନା 49, ଏଠି ଆମର ରହିଲା 49। ତାପରେ ଦେଖ ଏଠି 54, ଦୁଇଟା ପାର୍ଟ କରିଦେଲେ। ତାହେଲେ 121ରେ 1 ମିଶିଲା କେତେ ହେଲା ନା 122, ବା 21ରେ 1 ମିଶିଲା 22, ରହିଲା 1 122। 121ରେ 1 ମିଶିଲା କେତେ ହେଉଛି 122। ତ ଆନ୍ସର୍ ବର୍ତ୍ତମାନ ଏତିକି ହେଲା। 4ଟିକା ସଂଖ୍ୟାର ଆନ୍ସର୍ ଏମିତି ଭାଗ କରିବ। ଦେଖ ବର୍ତ୍ତମାନ ଆଉ ଗୋଟେ ଏକ୍ଜାମ୍ପଲ୍ ଦେଖ 1215। ସେଇଭଳିଆ ଆମେ ତାକୁ କ'ଣ କରିବା ନା 2 ଭାଗରେ ବିଭକ୍ତ କରିବା। 12 ଗୋଟେ ପାର୍ଟ ରହିଲା, 15 ଗୋଟେ ପାର୍ଟ ରହିଲା। ସେମିତି ଆମେ କ'ଣ କରିବା ନା 15ର ବର୍ଗ କେତେ ହେଉଛି ନା 225, ଏଠି ଲେଖିଲେ 225। ତାପରେ ଦେଖ 12 ଗୁଣନ 15, 12ରେ 15 ଗୁଣିଲ କେତେ ହେଲା ନା 180। 180ରେ 2 ଗୁଣିଲ କେତେ ହେଲା ନା 360, ମଝିରେ ରହିଲା ଗୋଟେ ପାର୍ଟ 360। ଆଉ ଗୋଟେ ପାର୍ଟ ରହିଲା 12ର ବର୍ଗ କେତେ ରହିଲା ନା 144। ତ ବର୍ତ୍ତମାନ ଆମେ ତାକୁ କ'ଣ କରିବା, ଦିଟା କହିଛି କରିବାକୁ, ଏଇଟାକୁ କେତେ ହେଲା ନା ଏଇଟା ଫାଷ୍ଟ ରହିଲା ଆମର 25। ତାପରେ ଦେଖ 60ରେ 2 ମିଶିଲା କେତେ ହେଲା ନା 62। ତାପରେ ଦେଖ ଏଠି ଆମର ରହିଛି 144, ତାରେ ମିଶିଲା କେତେ ନା 3, 147। ଆନ୍ସର୍ ହେଇଗଲା ଏଠି। ସେମିତି 1413ର ବର୍ଗ ସେଇଭଳିଆ ସମାନ ପ୍ରୋସେସ୍, ସେଇ ଆମେ କ'ଣ କରିବା 2 ଭାଗରେ ବିଭକ୍ତ କରିବା। 13ର ବର୍ଗ କେତେ ହେଉଛି ନା 169, 13 ବର୍ଗ 169 ଲେଖିଲେ 169, ଗୋଟେ ପାର୍ଟ ଗଲା। 14 ଗୁଣନ 13, 14 ଗୁଣନ 13 ହେଉଛି କେତେ ନା 14ରେ 13 ଗୁଣିଲେ ହେଉଛି 182। 182ରେ 2 ଗୁଣିଲେ କେତେ ହେଲା 364, ଏଠି ଗୋଟେ ପାର୍ଟ ରହିଲା କେତେ ନା 364। ନେକ୍ସଟ ଆସିଲା 14ର ବର୍ଗ କେତେ ନା 196, ତିନିଟା ପାର୍ଟ ରହୁଛି। ଆମେ ତାକୁ କ'ଣ ସେମିତି କରିବା, କେମିତି ଆମେ କରିବା ନା ଦେଖ ଦୁଇଟାରେ କରିବା। ଫାଷ୍ଟ ହେଲା 69, ଏଠି ରହିଲା। ତାପରେ ଦେଖ 64ରେ 1 ମିଶିଲା କେତେ ହେଲା ନା 65। ତାପରେ ଦେଖ 196ରେ 3 ମିଶିଗଲା କେତେ ନା 199। ଆନ୍ସର୍।
ମୁଁ ଭାବୁଛି ଟ୍ରିକ୍ସଟି ସମସ୍ତଙ୍କୁ ଭଲ ଲାଗିଥିବ। ଯଦି ଏ ଟ୍ରିକ୍ସଟି ଭଲ ଲାଗିଲା ନିଶ୍ଚିତ ଭାବରେ ଲାଇକ୍ କରିବ, ସେୟାର କରିବ, ସବସ୍କ୍ରାଇବ୍ କରିବ। ପୁଣି ଦେଖାବା ଗୋଟେ ନୂଆ ଅଧ୍ୟାୟ ନୂଆ ଟ୍ରିକ୍ ସହିତ। ସେତେବେଳେ ପର୍ଯ୍ୟନ୍ତ ସମସ୍ତଙ୍କୁ ଧନ୍ୟବାଦ। ମ୍ୟାଥ୍ର ଏହିଭଳି ସୁନ୍ଦର ଟ୍ରିକ୍ ଗୁଡ଼ିକୁ ଜାଣିବାକୁ ଚାହୁଁଥିଲେ ମୋ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ।